ଚାଲିବା ଶିଖେଇଲା ମା, ଖାଇବା ଶିଖେଇଲା ମା, ପ୍ରଥମ ସାଙ୍ଗ ତମର ହେଲା କିଏ ନା ମା, ନା ନାଇଁ ବା? ঠিক 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 ଗୋଟେ ପିଲା ଜନ୍ମ ହେଲା, অক্ষর অক্ষর ঠিক এটা କିନ୍ତୁ ଦିନେ ସେ ମାର କଥାକୁ ଚିନ୍ତା କରିଛନ୍ତି ଆପଣ? ଏ ସଂସାରରେ ମୋର ଭାଇମାନେ କିଏ ଚିନ୍ତା କରିଛନ୍ତି? 10 ମାସ ଗର୍ଭରେ ଧରି ସେ ଯନ୍ତ୍ରଣା ଯାହା ସେ ସହି ତମକୁ ସେ ଦୁନିଆକୁ ଆଣିଲା। ଦୁନିଆକୁ ଆଣିଲା। ବାପା କେତେ ପରିଶ୍ରମ କରିକି କେତେ କଷ୍ଟ କରି ତମକୁ ଆଣିକି ଏ ମୁଣ୍ଡ ପରଦେ ରଖିଲା। କିନ୍ତୁ ଦିନେ ତା କାହିଁକି କଥା କହୁଛି ନା ଆମେ ଯେଉଁ ବୁଲିବାକୁ ଯାଉଛୁ ବହୁତ ବାପା ମା ମାନେ ଆମ ପାଖରେ କହୁଛନ୍ତି ନନା ଏମିତିଆ ଏମିତିଆ କଥା, ପୁଅ ପଚାରୁନାହିଁ ମୋତେ, ପୁଅ ଗୋଟେ ନା ଆଜ୍ଞା କହିବି ନାହିଁ, ପୁଅ ପଚାରୁନାହିଁ, ଖାଇବାକୁ ମଧ୍ୟ ପାଉନାହାନ୍ତି। ବହୁତ ଲୋକ ମଧ୍ୟ ନେଇକି ଆଜିକାଲି ବୃଦ୍ଧାଶ୍ରମରେ ଛାଡ଼ିଲେଣି ବାପା ମାଆଙ୍କୁ। ତେଣୁ ବୃଦ୍ଧାଶ୍ରମ କଲଚର ଓଡ଼ିଶାରେ ପଶିଗଲାଣି। ତେଣୁ କ୍ଷମା କରନ୍ତୁ ଆଜ୍ଞା, ମୋତେ କ୍ଷମା କରିବେ, କିନ୍ତୁ ସମସ୍ତେ କିଏ ବାପା ମା ମାନଙ୍କୁ ନାଇଁ ଆପଣ ରାଇଟ୍ ବୃଦ୍ଧାଶ୍ରମ। କଥା ଆପଣ କହିଛନ୍ତି। ତେଣୁ ବାପା ମାଙ୍କର ସେବା କରନ୍ତୁ, ଦେଖିବେ ଆପଣଙ୍କ ଗୋଡ଼ରେ କଣ୍ଟାଟିଏ ବାଜିବ ନାହିଁ। ବାସ୍ ବାସ୍ ସେଟା ମହାପ୍ରଭୁଙ୍କର ସେବା ସହିତ ସମାନ ହବ, ହେଲା କି? ତ ବାବା ସେଇ ଯେଉଁ ମହାପ୍ରଭୁଙ୍କ କଥାରୁ ମନେ ପଡ଼ିଲା, ଓଡ଼ିଶାରେ ବର୍ତ୍ତମାନ ଘୁରି ବୁଲୁଛି ଜଗନ୍ନାଥଙ୍କ ରଥ। ନାଇଁ ଆମର ତ ପରମ୍ପରା ଥିଲା, ଶୁଣନ୍ତୁ ଏ କଥା ମଧ୍ୟ ସୂର୍ଯ୍ୟନାରାୟଣ ରଥସଭା ମଧ୍ୟ 5 ବର୍ଷ ତଳେ 5-7 ବର୍ଷ ତଳେ କହିଥିଲେ ଘରେ ଘରେ ଗୋଟେ ଗୋଟେ ହୁଣ୍ଡି ସ୍ଥାପନ କରନ୍ତୁ। ଜଗନ୍ନାଥଙ୍କର ଆଜି ଆପଣଙ୍କର ଗୋଟେ ଘରଟି ପ୍ରତିଷ୍ଠା କଲେ, ଟିକେ ଜଗନ୍ନାଥଙ୍କ କାଳିଆ ସାଆନ୍ତ ନାଁରେ ଗୋଟେ ଗୁଆ ବସେଇକିରି ମହାପ୍ରସାଦ ଟିକେ ଥୋଇକି କଲେ ନା ସେମିତି କରିଦେଲେ। ଆପଣଙ୍କ ବିଭାଘର ହେଲା, ଆପଣ ବନ୍ଧୁ ଘରକୁ ଆଗ ଗୁଆ ମହାପ୍ରସାଦ ପଠେଇଲେ ନା ସେମିତି ହେଇଗଲା। ଗୁଆ ଦେଲେ ଆପଣଙ୍କ ଯେତେ ଗୋଟେ ଶୁଭ କର୍ମ ଘରେ କରନ୍ତି, ଗୁଆ ମହାପ୍ରସାଦ କାଳିଆ ନାଁରେ ବସାନ୍ତି ନା ନାହିଁ? ନିଶ୍ଚିନ୍ତ ନିଶ୍ଚିନ୍ତ ନିଶ୍ଚିନ୍ତ। ଯଦି କାଳିଆ ସାଆନ୍ତ ପାଇଁ ଆମ ଘରୁ ଦୈନନ୍ଦିନ 10 ପଇସା ଦିଆଯାଏ ପ୍ରଣାମୀ, ଅସୁବିଧା କ'ଣ? ଭଲ କଥା, ବଢ଼ିଆ କଥା। କିନ୍ତୁ ସେତିକି ଆମେ ଦଉନଥିଲେ। ଆଜିକାଲି ଯଦି ଆମର ସରକାର କହିଲେ କିଛି କିଛି ପଇସା ଥୋଇକି ବା ଚାଉଳ ମୁଠାଏ ଗୋଟା ଗୁଆଟେ ଦିଅ କାଳିଆ ପାଇଁ, ଅସୁବିଧା କ'ଣ? ନଡ଼ିଆ ଶ୍ରୀଫଳ। କିନ୍ତୁ ଗୁଆଟିଏ ଚାଉଳଟିଏ ସେ କହିଛନ୍ତି, ଆମେ ଚାଉଳ ମୁଠାଏ ଗୁଆଟିଏ ଦେଲେ ମୋ ମତରେ କାଳିଆ ସାଆନ୍ତ ପାଇଁ ମାସିକ ପଡ଼ି କିଛି ଦିଆଯାଉ, ଦୈନନ୍ଦିନ କିଛି ଥୋଇକି ପ୍ରଣାମୀ ରଖି ସକାଳୁ ଉଠି ମୁଣ୍ଡିଆଟିଏ ମାରି ସେଇ ପଇସାକୁ ମାସ ଶେଷକୁ କିଛି ପଠାଯାଉ କାଳିଆ ସାଆନ୍ତ ପାଇଁ। କିନ୍ତୁ କେତେକ ଲୋକ ଏଟାକୁ ଟିକେ ଅନ୍ୟ ଅର୍ଥରେ ନେଉଛନ୍ତି, କହୁଛନ୍ତି ଏଟା ରାଜନୈତିକ ଏଜେଣ୍ଡା। ସେ ରାଜନୀତିରେ ତମ ରାଜନୀତିରୁ ମିଳିବ କ'ଣ? ତମ ଘରେ ଥୋଇବ, ମାସ ଶେଷକୁ ପଠେଇବ। ଆଜି ଆଉ ଗୋଟେ କଥା ମୁଁ କହିଦେଉଛି, କହିଲା ବେଳକୁ ମୋର ଭାଇମାନେ କେତେ ଜଣ ଅଛନ୍ତି ସେ ଖରାପ ଭାବିବେ, କିନ୍ତୁ ଆମର ଉତ୍କଳର ପଇସା ଗୁରୁବାରରେ ଅନ୍ୟ ଜାଗାକୁ ଯାଉଛି। କିନ୍ତୁ ଜଗନ୍ନାଥ ଆମର ଇଷ୍ଟଦେବ, ଗୁରୁ ପୁରୋହିତ ଜଗନ୍ନାଥ, ଏ 3 ଏକ ପଦାର୍ଥ। କିନ୍ତୁ ଆମ ଇଷ୍ଟଦେବଙ୍କ ପାଖକୁ 10 ପଇସା ଆମେ ପଠେଇ ପାରୁନା। ଅନ୍ୟ ଆଡ଼େ କୁଆଡ଼େ ଯାଉଛି ନା କହିବେ ହବନି। ପ୍ରତ୍ୟେକ ଘରୁ ଟଙ୍କାଏ 2 ଟଙ୍କା 8 ଆଣା 4 ଆଣା ଯାଉଛି, କିନ୍ତୁ ସେଇଠି ତମେ ତାଙ୍କୁ ଦିଅ, କିନ୍ତୁ ଆମର ଇଷ୍ଟଦେବ ଜଗନ୍ନାଥଙ୍କୁ କିଛି ଦିଅ। କିଛି ଲୋକଙ୍କର କିଛି କହିବା କଥା ଯେ କି ମାନେ ଆମ ଜଗନ୍ନାଥଙ୍କୁ ଶେଷରେ କ'ଣ ଭିକ ମାଗିବାକୁ ପଡ଼ିଲା? ନାଇଁ ନାଇଁ, ଇଏ ଭିକ ନୁହଁ। ଇଏ ଭିକ କ'ଣ? ଲୋକମାନେ ଏଟାକୁ ଟିକେ ଅନ୍ୟ ଅର୍ଥରେ କ'ଣ ଅର୍ଥ? ଆଜିକାଲି ତ ହଜାରେ ଅର୍ଥ କରିପାରିବେ, ସେଥିରେ କିଛି କହିବାର ନାହିଁ। କିଏ ରାଜନୈତିକ ଦଳକୁ ନେଇକି କ'ଣ କରିବ, ସେଥିରୁ କିଛି ମିଳିବ ନାହିଁ। ଯଦି ଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ଆମ ଘରୁ 10 ପଇସା ଯାଏ, ଅସୁବିଧା କ'ଣ? ଆମର ତ ନିହାତି ପ୍ରଣାମୀ କିଛି ଦେବା କଥା ନା। କେହି ତ ଦିଅନ୍ତି ନା, ଆମର ତ ଥୁଆ ହେଉଛି ସବୁଦିନେ। ଆମର ଜଗନ୍ନାଥଙ୍କ ଉଦ୍ଦେଶ୍ୟରେ କିଛି ପଇସା ଥୁଆ ହୁଏ, ମୁଣ୍ଡିଆ ବାରନ୍ତି। ସେ ପଇସା କୁଆଡ଼େ ଯାଏ? ପୁରୀ ପଠା ହୁଏ। ପୁରୀ ପଠା ହୁଏ। ମୁଁ ଯେତେବେଳେ ପୁରୀ ଯାଏ, ତମେ ଜାଣିଛ ମାସକୁ ଥରେ 2 ଥର ମୁଁ ଯାଉଛି। ନିଶ୍ଚିନ୍ତ ନିଶ୍ଚିନ୍ତ। ଆଉ ସେ ହୁଣ୍ଡିରେ ନେଇ ପକେଇ ଦିଏ। ନେମାଳି ବି ଆପଣ ଯାଆନ୍ତି, ପୁରୀ ବି ଆପଣ ଯାଆନ୍ତି, ସବୁ କ୍ଷେତ୍ରରେ ଆପଣ ଟିକେ ଫୁର୍ସତ ମିଳିଲା ମାନେ ଆପଣ ଚାଲନ୍ତି। ତେବେ ସେଇ ଯେଉଁ ଆମର ରହିଥିଲା ଯେଉଁ ପ୍ରସଙ୍ଗ ରଥ ବୁଲୁଛି, ତ ରଥରେ ମୁଖ୍ୟମନ୍ତ୍ରୀଙ୍କର ଫଟୋ ଲାଗିଛି? ରଥରେ ମୁଖ୍ୟମନ୍ତ୍ରୀଙ୍କର ଫଟୋ ଲାଗିଛି? ସେଥିରୁ କିଛି ଆମର ମିଳିବନି। ଆଚ୍ଛା, ଆମେ କୌଣସି ରାଜନୀତିକ କଥା ଭିତରକୁ ଯିବା ନାହିଁ। କାହିଁକି ନା ଯେତେବେଳେ ତା ଭିତରେ ଜଗନ୍ନାଥଙ୍କ ଫଟୋଟିଏ ଥୁଆ ହେଇଛନ୍ତି, ଆମେ ତାଙ୍କ କଥା ଚିନ୍ତା କରିବା। କାହା ଫଟୋ ନଗେଇଲା, ଆପଣ ଯଦି ଆପଣ ଗାଡ଼ି ଦେହରେ ଫଟୋ ନଗେଇ ବୁଲେଇବେ, ଆମେ ମନା କରିବା? ଯେତେବେଳେ ତାଙ୍କର ଜଗନ୍ନାଥଙ୍କର ଫଟୋଟି ଅଛି ଭିତରେ, ତାକୁ ଆମେ ଫୁଲ ଟିକେ ତୁଳସୀ ଟିକେ ଦେବା। ଏ ବାବଦରେ ମାଳିକାରେ ଲେଖା ଥିଲା? କିଛି ମାଳିକାରେ କୋଉଠି ଆମେ ପାଇନୁ। ଏମିତି କିଛି ଲେଖା ନାହିଁ। ଭଲ କଥା କ୍ଲିୟର କଟ୍ କରି ଆପଣ କହିଲେ, ଭଲ ଲାଗିଲା।